तेबे उहास निशिरा चंद्र दर्शन आध्यात्मिक मतरे ए कथा को दर्शाई छथि के जगत गुरु ठाकुर अभिराम परमहंस देव कौन कहिले आध्यात्मिक तत्व ओ ज्ञान तिमिरा तेबे उमास निश्चिर चंद्र को दर्शन करबा होइब तेणु ये गला आध्यात्मिक तत्वर कथा किंतु संसार मतरे मामा पुराण मतरे आगे आमे माने समस्ते गोटाए अमावास्या रात्रि चंद्र को देखुचे आज्ञा गोटाए अमावास्या रात्रि 12 मासरे 12 गोटी अमावास्या आसुथिला बेले आज्ञा 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 11 मासर अमावास्या हमको चंद्र देखा जानते नहीं मात्र गोटी अमावास्या रे वर्ष सारा मध्य रे गोटी अमावास्या रात्रि में चंद्र को समस्त अच्छा जो गोटी अमावास्या रे चंद्र में समस्त देखुचे आपण कहिले सेटा आपण उत्तर देबे निश्चित ता तळटा बापर थाई कि पुओ जन्म एटा कहि परिबे निश्चित ता तळटा जेते बड़ पुओ जन्म होला मा सेते बड़ घरे नथिला एई कथाटा भारी अडुआ लागला आश्चर्य लागुଛି आश्चर्य न इरे मा थारु छुआ जन्म होवा कथा आज्ञा पुओ जते बड़ जन्म होउची मा घरे रहू तेबे चालीतबा से प्रसंग को आज्ञा एइटा आज्ञा गोटे छांद आनिबा छांदर राग हैला कळसा जीव जामताल दश मात्रा आज्ञा लेखुचंती कवि ध्रुवचरण षडंगी कौन कहिले सुना कर जामताल दश मात्रा जीव छंद भौणी हमर गोटे ओडिसी कहले राग ओडिसी ओडिसी कोन आज्ञा गोटे राग नाही नाही कोन ये कथा ना चार ताको पाठे जा लिखाइछ ना अरे संगीतर गोटा भेद रे कहला केंदी छंद होला गोटा प्रकार संगीत आज्ञा चंपू होला गोटा प्रकार संगीत ओडिसी मध्य गोटा प्रकार संगीत छंदर जेमिति अनेक राग रागिणी अछि चंपूरे मध्य सही भली अनेक राग रागिणी अछि ओडिसी मध्य सही भली अनेक राग रागिणी अछि ओडी झुंका दोसरा हां आ भक्ता करबा झुंका दोसरा सरकारी झुंका दोसरा सब नियारा नियारा तेणु छांदटी आनिबा लेखिले कवि ध्रुवचरण षडंगी जामताल दश मात्रा राग झापी दे कौन कहिले कणा बोल की जा 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 बदन करी आउ बिरती नंदन ज्ञानी सज्जन
ପଲ୍ଲକୀ କହିଲା ଆଜ୍ଞା ବୀଣା ଆଜ୍ଞା ଆଉ ନାରଦଙ୍କ ବୀଣାର ନାମ ହେଲା ମହତୀ ହଁ ମହତୀ ନାମକ ବୀଣାକୁ ବଜାଇ ବଜାଇ ଦେବର୍ଷି ନାରଦ ଦିନେ ପଥ ମଧ୍ୟରେ ଗମନ କରୁଥିଲେ ଆଚ୍ଛା ଆଉ ଯିବା ବେଳେ ଗଲେ ଯାଉ ଯାଉ ସିଏ ପହଞ୍ଚିଲେ କୈଳାସ ପର୍ବତରେ କାହିଁକି ଆପଣ ମାନେ ସମସ୍ତେ ଜାଣନ୍ତି ଶାସ୍ତ୍ର ମଧ୍ୟ କହନ୍ତି ବାସେ କଣ କହିଲେ 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 ଓସାର ସଂସାର ସାର ଶ୍ୱଶୁର ମନ୍ଦିର ହିମାଳୟ ହର ସେତେ ହରି ସେତେ ମହୋଦଧୌ ବାପା ମାନେ ଭାଇ ମାନେ ମୋର ସମସ୍ତେ ଟିକେ ଲକ୍ଷ୍ୟ ରଖନ୍ତୁ ଚିନ୍ତା ନ କରନ୍ତୁ ଆଜ୍ଞା ଆମ ମାନଙ୍କ ପାଇଁ ସବୁଠାରୁ ସୁଖଦାୟକ ଘର ବେଶୀ ଭଲ ଲାଗେ ଅଳ୍ପ ସମୟ ପାଇଁ ହେଲେ ବି ସୁଦ୍ଧା କେଉଁ ଘର କାହା ଘର କହିଲୁ ମୋ ଶାଳୀ ଘରକୁ ମୁଁ ଭଲ ପାଏ ହେଁ ଶାଳୀ ପ୍ରିୟ ଲୋକଟି ଆଉ ହଁ କିନ୍ତୁ ଏ ଜଗତର ପିତା ଯାକେ ହରି ଏବଂ ହର ସିଏ ତାଙ୍କ ଶ୍ୱଶୁର ଘରକୁ ଭଲ ପାଆନ୍ତି କାରଣ କଣ ହିମାଳୟ ହର ସେତେ ବାସ୍ ହିମାଳୟର କୈଳାସ ପର୍ବତରେ ଅଛନ୍ତି ପ୍ରଭୁ ଦେବଦେବ ମହାଦେବ ସେଇଟା ଶିବଙ୍କ ଘର ନା ପାର୍ବତୀଙ୍କ ବାପ ଘର ଆଜ୍ଞା ମା ପାର୍ବତୀ ହେଲେ ହିମାଳୟଙ୍କ କନ୍ୟା ହୈମବତୀ ମା ଗିରିଜା ତେଣୁ ଶ୍ୱଶୁର ଘରେ ରହିଲେ ହର କହିଲେ ମହାଦେବ ଆଉ ମା ହେଲେ କ୍ଷୀରାବ୍ଧିତ ଲକ୍ଷ୍ମୀ ବଳରାମ ଦାସ ଲେଖିନାହାନ୍ତି ମହାଲକ୍ଷ୍ମୀ ପୁରାଣରେ ନମସ୍ତେ କମଳା ମାଗ ସାଗର ନମସ୍ତେ 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 କମଳା ଅତି ନମସ୍ତେ କମଳା ମାଲ ସାଗର ଦୁଲଣୀ ତେଣୁ ସମୁଦ୍ରଙ୍କର କନ୍ୟା ଯେବେ ହେଲେ ମା ଲକ୍ଷ୍ମୀ ଠାକୁରାଣୀ ଆଜ୍ଞା ନାରାୟଣ କୋଉଠିକିରେ ପୁଅ ଅନନ୍ତ ଶୟନ କରିଛନ୍ତି ସେଇ ସମୁଦ୍ର ଭଲରେ କହ ସମୁଦ୍ର ଭିତରେ ରହିଛନ୍ତି ଅନନ୍ତ ଶଯ୍ୟାରେ ଶୋଇଛି ବୁଢା ପ୍ରଭୁ ନାରାୟଣଙ୍କର ଗୋଟିଏ ନାମ ଆଜ୍ଞା କେଶବ କାହିଁକି କଣ ସିଏ ସପ ଭଳି ଭାସୁଥିବାରୁ ସପ ଭଳି ଭାସୁଛନ୍ତି ଯେହେତୁ ନାରାୟଣ କରେ ତେଣୁ ତାଙ୍କ ନାମ ହେଲା କେଶବ କଣ କ କହିଲା ଆଜ୍ଞା ଜଳ କଲେ ଜଳ ଆଉ ଗୋଟିଏ ନାମ ହେଲା କ ଖ କହିଲା ଆକାଶ ଗ କହିଲା ଗଗନ ଘ କହିଲା ଘର ଛାଡ ତେଣୁ କ କହିଲେ ଜଳରେ ସପ ଭଳି ଭାସମାନ ଅବସ୍ଥାରେ ରହିଥିବାରୁ ନାରାୟଣ ତାଙ୍କ ନାମ ହେଲା କେଶବ ତେଣୁ ହିମାଳୟ ଭଳି ଶ୍ୱଶୁର ଘରେ ରହିବାକୁ ଶିବଙ୍କ ପସନ୍ଦ ଏ ସମୁଦ୍ର ଭଳି ଶ୍ୱଶୁର ଘରେ ରହିବାକୁ ନାରାୟଣଙ୍କ ପସନ୍ଦ ଆଚ୍ଛା ତେଣୁ ବାପ ସେ ବେଟା ଜ୍ୟାଦା ହିସାବରେ ଆମ ମାନଙ୍କ ଭାଇ ମାନଙ୍କର ବାପା ମାନଙ୍କର ପସନ୍ଦ କେମିତି ଶ୍ୱଶୁର ଘରେ ନ ରହିବାଟା ହବ ସେଇଥିପାଇଁ କି ଶ୍ୱଶୁର ଘରକୁ ଗଲେ ମିଠା ଆମ ବୁଢା ତା ଘରକୁ ଆଉ ଜାଣୁନି ଘର ଜଣିଆ ହେଇକି ରହି ଆଉ ବାପାକୁ ତୁ ଦଉଛୁ କଣ ଖାଇବାକୁ କହିଲୁ କଣ ଦେବି ଆଉ ଖାଇବାକୁ? କଣ? ବୁଢା ମାଛ ମାଂସ ଖାଇଲେ ଝାଡା ହଉଛି ହଁ ତାକୁ ହୋଲି ପିଆଜ ଲୁଣି ସୁଗାର ଟିକେ ଟିକେ ମଝିରେ ମଝିରେ ଦିଏ। ନଡ଼ିଆ ଦେଇଦବୁ ତେଣୁ ଏ ସଂସାର ରୀତିନୀତି ଏମିତିଆ ସନ୍ତାନ ସଂସାରର ତେଣୁ ଆମ ବାପା ତ ସେଇ ବାଟରେ ଗଲେ ପୁଅ ମାନେ ଆମେ କେମିତି ବା ଅନ୍ୟ ବାଟ ଧରିବା ନା, ସେଠି ଗୋଟେ ଇଣ୍ଟରେଷ୍ଟେଡ ଜାଗା କଣ କଥା ସିଆଡକୁ ଯିବାନି କଥା ଆମର କୁଆଡକୁ ଯିବ ଅମାବାସ୍ୟା ରାତି ତେବେ ଆଜ୍ଞା ସେଦିନ ଦେବର୍ଷି ନାରଦ ମହତୀ ନାମକ ବୀଣା ବଜାଇ ବଜାଇ ପହଞ୍ଚି ଯାଇଛନ୍ତି ଯାଇ କୈଳାସପୁରରେ ନାରାୟଣ 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 ଜୟ ନାରାୟଣ